ଆମେ ପୂର୍ବ କ୍ଲାସରେ ପଢ଼ିଥିଲୁ କ'ଣ ଉଦ୍ଭିଦମାନଙ୍କଠାରେ ଦେଖାଯାଉଥିବା କେତେକ ଅଣୁଜୀବ ଯେମିତି ରୋଗ ବିଷୟରେ। ବର୍ତ୍ତମାନ ଆମେ କ'ଣ ପଢ଼ିବା ନା ଖାଦ୍ୟ ବିଷାକ୍ତ କିପରି ହୋଇଥାଏ। ଭୋଜିମାନଙ୍କରେ ଆମେ ବିଭିନ୍ନ କିସମର ଖାଦ୍ୟ ଖାଇଥାଉ। କ'ଣ କରିବା ନା ଭୋଜିମାନଙ୍କରେ ଆମେ ବିଭିନ୍ନ କିସମର ଖାଦ୍ୟ ଖାଇଥାଉ। ଏହା ଖାଇସାରିବା ପରେ ବେଳେବେଳେ ଏତେ ବାନ୍ତି ହୁଏ ଯେ ଆମକୁ ଡାକ୍ତରଖାନା ଯିବାକୁ ପଡ଼ିଥାଏ। ଏ ଯେଉଁ ଭୋଜିରେ ଖାଦ୍ୟ ଖାଇସାରିଲା ପରେ ବେଳେବେଳେ କ'ଣ ହୁଏ ନା ଆମକୁ ଏତେ ବାନ୍ତି ହୁଏ ଯେ ଆମକୁ ଡାକ୍ତରଖାନା ଯିବାକୁ ପଡ଼ିଥାଏ। ବିଷାକ୍ତ ଖାଦ୍ୟ ଖାଇବା ଫଳରେ ଏପରି ଅବସ୍ଥା ହୋଇଥାଏ ବୋଲି ଡାକ୍ତର କହିଥାନ୍ତି। ଡାକ୍ତର ସେଠି ଆମକୁ କ'ଣ କହିଥାନ୍ତି ନା ବିଷାକ୍ତ ଖାଦ୍ୟ ତୁମେ ଖାଇଛ ବୋଲି ଏପରି ଅବସ୍ଥା ହୋଇଛି। ତାହେଲେ ଖାଦ୍ୟ କିପରି ବିଷାକ୍ତ ହେଲା? କେତେକ ଅଣୁଜୀବ ଦ୍ୱାରା ଖାଦ୍ୟ ବିଷାକ୍ତ ହୋଇଥାଏ। କେତେକ ଅଣୁଜୀବମାନଙ୍କ ଦ୍ୱାରା ଖାଦ୍ୟଟା ବିଷାକ୍ତ ହୋଇଥାଏ। ଖାଦ୍ୟରେ ଥିବା ଏହି ଅଣୁଜୀବ ନିଜର ବଂଶବୃଦ୍ଧି କରି ବିଷ ଉତ୍ପନ୍ନ କରିଥାନ୍ତି। ଖାଦ୍ୟରେ ଯେଉଁ ଏଇ ଅଣୁଜୀବଟା ଥାଆନ୍ତି ସେ କ'ଣ କରନ୍ତି ନା ନିଜର ବଂଶବୃଦ୍ଧି କରିକି ବିଷଟାକୁ ଉତ୍ପନ୍ନ କରିଥାନ୍ତି। ଏହା ଖାଦ୍ୟକୁ ବିଷାକ୍ତ କରିଦିଏ। ସେଇଟା କ'ଣ କରେ ନା ଖାଦ୍ୟକୁ ବିଷାକ୍ତ କରିଦିଏ। ଏହା ଦ୍ୱାରା ଅନେକ ସାଂଘାତିକ ରୋଗ ହୋଇ ମୃତ୍ୟୁ ମଧ୍ୟ ହୋଇଥାଏ। ତାଦ୍ୱାରା ଖାଦ୍ୟଟା ବିଷାକ୍ତ ହେବା କ'ଣ ହୁଏ ନା ଅନେକ ସାଂଘାତିକ ରୋଗ ହୋଇ ମୃତ୍ୟୁ ମଧ୍ୟ ହୋଇଥାଏ। ତେଣୁ ଖାଦ୍ୟ କିପରି ନଷ୍ଟ ନ ହେବ ସେଥିପାଇଁ ଏହାର ସଂରକ୍ଷଣ ଉପରେ ଗୁରୁତ୍ୱ ଦେବା ଦରକାର। ଖାଦ୍ୟ କିପରି ନଷ୍ଟ ନ ହେବ, ଖରାପ ବା ବିଷାକ୍ତ ନ ହେବ ସେଥିପାଇଁ ଏହାର ସଂରକ୍ଷଣ ବା ତାର ରକ୍ଷଣାବେକ୍ଷଣ ଉପରେ ଗୁରୁତ୍ୱ ଦେବା ଦରକାର। ତାପରେ ଆସିଲା ଖାଦ୍ୟ ପରିରକ୍ଷଣ। ଖାଦ୍ୟକୁ ଆମେ କିପରି ରଖିବା? ଖାଦ୍ୟଶସ୍ୟକୁ ସୁରକ୍ଷିତ ଭାବେ ସାଇଜ ରଖିବାର ବିଭିନ୍ନ ପଦ୍ଧତି ଆମେ ଜାଣିଲେ। ଖାଦ୍ୟଶସ୍ୟ କିପରି ସାଇଜ ରଖିବା ବିଭିନ୍ନ ପଦ୍ଧତି ଆମେ ରୋଷେଇ ଘରେ ଖାଦ୍ୟ କିପରି ସୁରକ୍ଷିତ ରଖିବା। ରୋଷେଇ ଘରେ ଆମେ ଏମିତି ଖାଦ୍ୟକୁ ସୁରକ୍ଷିତ ରଖିବା। ଆମେ ଜାଣୁ ଯେ ବ୍ୟବହୃତ ହୋଇନଥିବା ପବନଟିକୁ ମୃତ ଅବସ୍ଥାରେ ରଖିଦେଲେ ଏହା କବକ ଦ୍ୱାରା ନଷ୍ଟ ହୋଇଯାଏ। ଯଦି ପାଣିଟିକୁ ଓଦା ଅବସ୍ଥାରେ ରଖିବା ତାହେଲେ କବକ ଦ୍ୱାରା ସେଇଟା ନଷ୍ଟ ହୋଇଯାଏ। ଅଣୁଜୀବ ଖାଦ୍ୟକୁ ନଷ୍ଟ କରିଦିଏ। ଖାଦ୍ୟକୁ ନଷ୍ଟ କରି ଦିଅନ୍ତି। ଦେଖ ସେଇ ଅଣୁଜୀବ କ'ଣ ଦ୍ୱାରା ପାରୁଟି ହୁଏ କିନ୍ତୁ ସେଇ ଅଣୁଜୀବ ଖାଦ୍ୟକୁ ନଷ୍ଟ କରି ଦିଅନ୍ତି। ଏଥିରୁ ଦୁର୍ଗନ୍ଧ ବାହାରେ। ପାରୁଟି କ'ଣ ହେଇଥାଏ ନା ଦୁର୍ଗନ୍ଧ ବାହାରିଥାଏ। ଏହାର ସ୍ୱାଦ ନଷ୍ଟ ହୁଏ, ସ୍ୱାଦ ମଧ୍ୟ ନଷ୍ଟ ହୁଏ ଏବଂ ଏହାର ରଙ୍ଗ ମଧ୍ୟ ବଦଳିଯାଏ। ଖାଦ୍ୟ ନଷ୍ଟ ହେବା ଏକ ରାସାୟନିକ ପ୍ରକ୍ରିୟା କି ଜାଣିବା ଯେ ଖାଦ୍ୟ ନଷ୍ଟ ହେବା ଏକ ରାସାୟନିକ ପ୍ରକ୍ରିୟା ରାସାୟନିକ ପ୍ରକ୍ରିୟା କାହିଁକି ନା ଖାଦ୍ୟ ନଷ୍ଟ ନ କରେ ତାହା ପୂର୍ବ ଅବସ୍ଥାକୁ ଫେରିପାରିବ ନାହିଁ। ପାଚିଲା ଆମ୍ବ କିଛି ଦିନ ରଖିଦେଲେ ଏଗୁଡ଼ିକ ପଚି ନଷ୍ଟ ହୋଇଯାଏ। ପାଚିଲା ଆମ୍ବ କିଛି ଦିନ ରଖିଲେ ତା ପଚିକି ନଷ୍ଟ ହୋଇଯାଏ। କିନ୍ତୁ ଘରେ ବୁଢ଼ୀ ମା ତିଆରି ଆମ୍ବ ଅନେକ ଦିନ ଯାଏ ନଷ୍ଟ ହୋଇଯାଏ। କିନ୍ତୁ ଘରେ ଯେଉଁ ବୁଢ଼ୀ ମା ଆଚାର ତିଆରି କରିଥାଏ ତାହା ଅନେକ ଦିନ ପର୍ଯ୍ୟନ୍ତ ନଷ୍ଟ ହୁଏ ନାହିଁ ବା ରହିଥାଏ। ଖାଦ୍ୟ ପରିରକ୍ଷଣର କେତେକ ପଦ୍ଧତି ନିମ୍ନ ଦିଆଗଲା। ଖାଦ୍ୟକୁ କିପରି ରକ୍ଷଣାବେକ୍ଷଣ କରିବ ତାର କେତେକ ପଦ୍ଧତି ନିମ୍ନରେ ଦିଆଗଲା। ପ୍ରଥମ ହେଲା ରାସାୟନିକ ପଦ୍ଧତି। ଲୁଣ ଏବଂ ଖାଇବା ତେଲ ଭଳି କେତେକ ସାଧାରଣ ରାସାୟନିକ ଦ୍ରବ୍ୟ ଅଣୁଜୀବମାନଙ୍କ ବୃଦ୍ଧି ରୋକିଥାନ୍ତି। ଲୁଣ ଆଉ ଖାଇବା ତେଲ ଏଭଳି କେତେକ ରାସାୟନିକ ଦ୍ରବ୍ୟ ଅଣୁଜୀବମାନଙ୍କ ବୃଦ୍ଧିକୁ ରୋକିଥାନ୍ତି। ତେଣୁ ଏଗୁଡ଼ିକୁ ପରିରକ୍ଷକ ବୋଲି କୁହାଯାଏ। ଏଗୁଡ଼ିକୁ ପରିରକ୍ଷକ କୁହାଯାଏ। ଆଚାରକୁ ଅଣୁଜୀବ ଦାଉରୁ ରକ୍ଷା କରିବା ପାଇଁ ଏଥିରେ ଲୁଣ କିମ୍ବା ଅମ୍ଳ ମିଶାଯାଏ। ଆଚାରକୁ ଅଣୁଜୀବ ଦାଉରୁ ରକ୍ଷା କରିବା ପାଇଁ ଏଥିରେ ଲୁଣ ବା ଅମ୍ଳ ମିଶାଯାଇଥାଏ। ଏଥିପାଇଁ ସୋଡ଼ିୟମ ବେଞ୍ଜାଇଟ୍ ବା ସୋଡ଼ିୟମ ବେଟା ବାଇସଲଫେଟ୍ ଆଦି ସାଧାରଣ ପରିରକ୍ଷକ ଭାବେ ବ୍ୟବହୃତ ହୁଏ। ସେଥିପାଇଁ ସୋଡ଼ିୟମ ବେଞ୍ଜାଇଟ୍ ଏବଂ ସୋଡ଼ିୟମ ବେଟା ବାଇସଲଫେଟ୍ ମଧ୍ୟ ପରିରକ୍ଷକ ଭାବେ ବ୍ୟବହାର କରାଯାଏ। ଜାମ୍ ଓ ସ୍କ୍ୱାସ୍ ନଷ୍ଟ ନ ହେବା ପାଇଁ ସେଥିରେ ଏହି ପରିରକ୍ଷକ ଗୁଡ଼ିକ ମିଶାଯାଇଥାଏ। ଜାମ୍ ଓ ସ୍କ୍ୱାସ୍ ନଷ୍ଟ ନ ହେବା ପାଇଁ ଏଥିରେ ଯେଉଁ କ'ଣ ସୋଡ଼ିୟମ ବେଞ୍ଜାଇଟ୍ ଆଉ ସୋଡ଼ିୟମ ବେଟା ବାଇସଲଫେଟ୍ ମିଶାଯାଇଥାଏ। ତାପରେ ଆସିଲା ଲୁଣ ଦ୍ୱାରା ପରିରକ୍ଷଣ। ଲୁଣ ଦ୍ୱାରା କିପରି ଦେଖିବା? ଯୁଗ ଯୁଗ ଧରି ମାଂସ ଓ ମାଛର ପରିରକ୍ଷଣ ପାଇଁ ଲୁଣ ବ୍ୟବହାର କରୁଛି। କ'ଣ ଯୁଗ ଯୁଗ ଧରି ମାଂସ ଓ ମାଛର ସାଇଜ ରଖିବା ପାଇଁ ସେଥିରେ ଲୁଣ ବ୍ୟବହାର କରାଯାଉଛି। ବୀଜାଣୁର ବୃଦ୍ଧି ରକ୍ଷା ମାଂସ ଓ ମାଛକୁ
ଶୁଖିଲା ଲୁଣ ଦ୍ୱାରା ଆବୃତ କରାଯାଏ। ବୀଜାଣୁଟାକୁ ରଖିବା ପାଇଁ ମାଛ ବା ମାଂସକୁ ଶୁଖିଲା ଲୁଣ ଦ୍ୱାରା ଆବୃତ କରାଯାଇ ତେଣୁ ବୋଳି ଦିଆଯାଏ ଶୁଖିଲା ଲୁଣ। ଅଁଳା, କଞ୍ଚା ଆମ୍ବ ଓ ତେନ୍ତୁଳି ଇତ୍ୟାଦିରେ ଲୁଣ ମିଶାଇବା ଦ୍ୱାରା ଏଗୁଡ଼ିକ ପରିଲକ୍ଷିତ। ଅଁଳା, କଞ୍ଚା ଆମ୍ବ ଆଉ ତେନ୍ତୁଳି ହେଲା କଇଁଆ, ସେଥିରେ ମଧ୍ୟ ଲୁଣ ମିଶାଇବା ଦ୍ୱାରା ସେ ଅଧିକ ଦିନ ରହିଥାଏ। ତାପରେ ଆସିଲା ଚିନି ଦ୍ୱାରା ପରିରକ୍ଷଣ। ଚିନି ଦ୍ୱାରା କିପରି ରଖିବା? ଜାମ୍, ଜେଲି ଓ ସ୍କ୍ୱାଶର ପରିରକ୍ଷଣ ପାଇଁ ଚିନି ବ୍ୟବହାର କରାଯାଏ। ଚିନି ଏଗୁଡ଼ିକର ଜଳୀୟ ଅଂଶକୁ କମାଇ ଦେଇ ବୀଜାଣୁ ବୃଦ୍ଧି ରୋକେ। ଚିନି କଣ କରେ? ଜାମ୍, ସ୍କ୍ୱାଶ ଓ ଜେଲିର ଜଳୀୟ ଅଂଶକୁ କମାଇ ଦେଇ ବୀଜାଣୁର ବଂଶବୃଦ୍ଧିକୁ ରୋକିଥାଏ। ତୈଳ ଏବଂ ଭିନେଗାର ଦ୍ୱାରା ପରିରକ୍ଷଣ। ତୈଳ ଓ ଭିନେଗାର ଦ୍ୱାରା କିପରି ରଖିବା ଯାଇଛି? ଆଚାରରେ ମିଶିଥିବା ତୈଳ ଏବଂ ଭିନେଗାର ଏଗୁଡ଼ିକୁ ନଷ୍ଟ ହେବାକୁ ଦେଇନଥାଏ। ଆଚାରରେ ଯେଉଁ ତୈଳ ବା ଭିନେଗାର ଥାଏ ସେ ଆଚାରଟିକୁ ନଷ୍ଟ ହେବାକୁ ଦେଇନଥାଏ। କାରଣ ଏହି ପରିବେଶରେ ବୀଜାଣୁମାନେ ବଞ୍ଚି ପାରନ୍ତି ନାହିଁ। କାରଣ ତେବେ ଆଚାରରେ ଯେଉଁ ତୈଳ ଭିନେଗାର ରହିଲା ସେ ପରିବେଶରେ ବୀଜାଣୁମାନେ ବଞ୍ଚି ପାରନ୍ତି ନାହିଁ। ଏହି ପଦ୍ଧତିରେ ବେଳେବେଳେ ପନିପରିବା, ଫଳ, ମାଛ ଏବଂ ମାଂସ ମଧ୍ୟ ପରିରକ୍ଷଣ କରାଯାଏ। କାରଣ ଏହି ପଦ୍ଧତିରେ ବେଳେବେଳେ ପନିପରିବା, ଫଳ, ମାଛ, ମାଂସର ପରିରକ୍ଷଣ କରାଯାଏ। ଗରମ ଏବଂ ଥଣ୍ଡା କରିବା ଦ୍ୱାରା ପରିରକ୍ଷଣ। କ୍ଷୀର ରଖିବା ପାଇଁ ବ୍ୟବହାର କରିବା ପୂର୍ବରୁ ମା ଏହାକୁ ଗରମ କରିବା ତୁମେ ନିଶ୍ଚୟ ଦେଖିବ। କ୍ଷୀରକୁ ରଖିବା ପୂର୍ବରୁ ମା କଣ କରନ୍ତି ନା ଗରମ କରି ରଖନ୍ତି। ଗରମ କରିବା ଫଳରେ ଅନେକ ଅଣୁଜୀବ ମରିଯାଆନ୍ତି। ଗରମ କରିବା ଦ୍ୱାରା ଅନେକ ଅଣୁଜୀବ ମରିଯାଆନ୍ତି। ସେହିଭଳି ରେଫ୍ରିଜରେଟରରେ ଆମେ ଖାଦ୍ୟ ରଖୁ, ସେମିତି ରେଫ୍ରିଜରେଟରରେ ମଧ୍ୟ ଆମେ ଖାଦ୍ୟକୁ ରଖିଥାଉ। କମ୍ ତାପମାତ୍ରା ଅଣୁଜୀବମାନଙ୍କର ବୃଦ୍ଧିରେ ବାଧା ଦେଇଥାଏ। କମ୍ ତାପମାତ୍ରାଟା ଅଣୁଜୀବମାନଙ୍କ ବୃଦ୍ଧିରେ ବାଧା ଦେଇଥାଏ। ପ୍ୟାକେଟ୍ ଆସୁଥିବା କ୍ଷୀରକୁ ପାଶ୍ଚରୀକରଣ କରାଯାଇଥାଏ, ତେଣୁ ଏହା ନଷ୍ଟ ହୋଇନଥାଏ। ପ୍ୟାକେଟରେ ଯେଉଁ କ୍ଷୀର ହେଇଥାଏ ତାକୁ ପାଶ୍ଚରୀକରଣ କରିଥାଏ, ତେଣୁ ନଷ୍ଟ ହୋଇଯାଇନଥାଏ। ପାଶ୍ଚରୀକରଣ କଣ ଜାଣିବା? ଅନିଷ୍ଟକାରୀ ଅଣୁଜୀବ ପାଶ୍ଚରୀକୃତ କ୍ଷୀରକୁ ଗରମ ନ କରି ଶୁଖାଯାଇଥାଏ। ଅନିଷ୍ଟକାରୀ ଅଣୁଜୀବ ମଧ୍ୟ କଣ ନା ଯେଉଁ କ୍ଷୀରରେ ଅନିଷ୍ଟକାରୀ ଅଣୁଜୀବ ନଥାନ୍ତି ତାକୁ ପାଶ୍ଚରୀକୃତ କ୍ଷୀରକୁ କଣ କରାଯାଏ ନା ଗରମ ନ କରି ଶୁଖାଯାଇଥାଏ। 70 ଡିଗ୍ରୀ ସେଲସିୟସ୍ ତାପମାତ୍ରା କ୍ଷୀରକୁ 15 ରୁ 30 ଡିଗ୍ରୀ ସେକେଣ୍ଡ ପର୍ଯ୍ୟନ୍ତ ଗରମ କରି ସଙ୍ଗେ ସଙ୍ଗେ ଥଣ୍ଡା କରି ସାଇତି ରଖାଯାଇଥାଏ। କଣ ନା 70 ଡିଗ୍ରୀ ସେଲସିୟସ୍ ତାପମାତ୍ରାରେ କ୍ଷୀରକୁ 15 ରୁ 30 ମିନିଟ୍ ଗରମ କରାଯାଏ ଏବଂ ସଙ୍ଗେ ସଙ୍ଗେ ଥଣ୍ଡା କରି ସାଇତି ରଖାଯାଇଥାଏ। ଏହାଦ୍ୱାରା ଅଣୁଜୀବ ବୃଦ୍ଧି ବାଧାପ୍ରାପ୍ତ ହୋଇଥାଏ। ଯାହାଦ୍ୱାରା କଣ ହେଇଥାଏ ନା ଅଣୁଜୀବର ବୃଦ୍ଧିଟା ବାଧାପ୍ରାପ୍ତ ହୋଇଥାଏ। ଏହି ପଦ୍ଧତି ଉଦ୍ଭାବନ କରିଥିଲେ ଏହାକୁ ପାଶ୍ଚରୀକରଣ କୁହାଯାଏ। ପାଶ୍ଚରୀକରଣ ପଦ୍ଧତିକୁ ଉଦ୍ଭାବନ କରିଥିଲେ, ସେଥିପାଇଁ ତାକୁ ପାଶ୍ଚରୀକରଣ କୁହାଯାଇଛି। ସାଇତି ରଖିବା ଏବଂ ପ୍ୟାକିଂ ପଦ୍ଧତି। ଏବେ ଶୁଖିଲା ଫଳ ଏବଂ ପନିପରିବା ମଧ୍ୟ ଅଣୁଜୀବମାନଙ୍କ ଦାଉରୁ ରକ୍ଷା କରିବା ପାଇଁ ବାୟୁରୁଦ୍ଧ ମୁକ୍ତ ପ୍ୟାକେଟରେ ବିକ୍ରି କରାଯାଏ। କଣ ନା ଶୁଖିଲା ଫଳ ଆଉ ପନିପରିବା ମଧ୍ୟ ବାୟୁରୁଦ୍ଧ ମାନେ ତା ଭିତରେ ବା ପବନ ନଥିବ ପ୍ୟାକେଟ ଭିତରେ, ସେ ପ୍ୟାକେଟ ଭିତରେ ରଖି ବିକ୍ରି କରାଯାଉଛି। ସେଥିରେ ଜୈବ ଖଣିଜ ନେକ୍ସଟ କ୍ଲାସରେ କରିବା। ଆଜି ଏତିକି ଥାଉ।